मनोज दासଙ୍କ ସ୍ମୃତିର ପ୍ରଦୀପ। ସ୍ୱର୍ଗାଭିମୁଖୀ ଇମାରତର ପୁନଃ ନିର୍ମାଣ, ଅନୁବାଦର ଦର୍ଶନ ଓ ଆଭିମୁଖ୍ୟ। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। 27 ଅଗଷ୍ଟ 2004 ଦିନ ନୂଆଦିଲ୍ଲୀଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ କର୍ତ୍ତୃକ ବିଭିନ୍ନ ଭାଷାର କୃତି ଅନୁବାଦକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ ଉତ୍ସବରେ ଲେଖକ ମୁଖ୍ୟ ଅତିଥି ରୂପେ ଦେଇଥିବା ଇଂରାଜୀ ଅଭିଭାଷଣର ଅନୁବାଦ। ଭାରତବର୍ଷର ସାହିତ୍ୟ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟର ଏକ ଅବିଭାଜନୀୟ ଦିଗ ହେଲା ଅନୁବାଦ। ଦେଶର ଯେଉଁ ସବୁ ଭାଷାକୁ ଆମେ ଆଧୁନିକ ବୋଲି ଅଭିହିତ କରୁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହାନ ଅନୁବାଦମାନଙ୍କ ଆଶୀର୍ବାଦ ଓ ଅବଦାନ ଦ୍ୱାରା ହିଁ ସାବାଳକତ୍ୱ ପ୍ରାପ୍ତ ହୋଇଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଅବଶ୍ୟ ଆମେ ଅନୁବାଦ ବୋଇଲେ ଆକ୍ଷରିକ ଭାଷାନ୍ତରକୁ ବୁଝାଇଥାଉ। ଯେଉଁ ଯୁଗ କଥା କହୁଛି, ସେ ଯୁଗରେ ଅନୁବାଦ ପରମ୍ପରା ଥିଲା ପ୍ରମୁକ୍ତ। ଅନୁବାଦିତ ସାହିତ୍ୟର ମୂଳ କବିମାନଙ୍କ ଭଳି ଅନୁବାଦକମାନେ ମଧ୍ୟ ଥିଲେ ସନ୍ଥପ୍ରାଣ। ସେମାନଙ୍କ ଅନ୍ତର୍ଭୁକ୍ତ ହେଲେ ତାମିଲରେ କମ୍ବନ, ଓଡ଼ିଆରେ ସାରଳା ଦାସ, ହିନ୍ଦୀରେ ତୁଳସୀ ଦାସ, ମାଲୟାଲମରେ ଏଜୁଥାନାର, ବଙ୍ଗଳାରେ କାଶୀରାମ ଦାସ ପ୍ରମୁଖ। ତାମିଲ ଅବଶ୍ୟ ପୃଥିବୀର ପ୍ରାଚୀନତମ ଭାଷା ସବୁ ମଧ୍ୟରୁ ଅନ୍ୟତମ ଏବଂ 2000 ବର୍ଷ ତଳେ ରଚିତ ଥିରୁବଲ୍ଲଭରଙ୍କ କୁରାଳ ବା ଇଲଙ୍ଗା ଆଦିଗଲଙ୍କ ଶିଲାପଦ୍ୟୀକରଣ ଗ୍ରନ୍ଥରୁ ସେ ଭାଷାର ଅଭାବନୀୟ ବିକଶିତ ଅବସ୍ଥାର ଚିତ୍ର ଆମେ ପାଇଥାଉ। ତଥାପି ତାମିଲ ସାହିତ୍ୟ ପାଇଁ କମ୍ବନଙ୍କ ରାମାୟଣ ସୃଜନ କରିଥିଲା ଏକ ନୂତନ ସ୍ପନ୍ଦନ। ଦାର୍ଶନିକ, ଚାରିତ୍ରିକ ଓ ବିବିଧ ବିଚିତ୍ର ଘଟଣାବଳୀ ଉଦ୍ଭୂତ ଭାବ ପ୍ରକାଶ ଦିଗରେ ଏକ ବ୍ୟାପକତର ସାମର୍ଥ୍ୟ ଆଣିଦେଲା କମ୍ବନଙ୍କ ପ୍ରତିଭା। ରାମାୟଣ କାହାଣୀର ଅପ୍ରତିରୋଧ୍ୟ ମାଧୁର୍ଯ୍ୟ ସୁପ୍ରାଚୀନ ତାମିଲ ଭାଷାକୁ ଦେଲା ଏକ ଅଭିନବ ଉଦ୍ଦୀପନା। ଆମେ ଜାଣୁ, ଭାରତୀୟ ସାହିତ୍ୟ ଐତିହ୍ୟର ରହିଛି ଦୁଇ ଅମାପ ତାତ୍ପର୍ଯ୍ୟପୂର୍ଣ୍ଣ ଧାରା, ଶାସ୍ତ୍ରୀୟ କ୍ଲାସିକାଲ ଏବଂ ଲୋକାୟତୀୟ ପ୍ରାଗ୍ମାଟିକ। ବେଦ, ଉପନିଷଦ, ମହାକାବ୍ୟ, ପୁରାଣମାଳା ପ୍ରଥମ ଧାରା, ଜାତକ, ପଞ୍ଚତନ୍ତ୍ର, କଥା ସରିତ ସାଗର ଇତ୍ୟାଦି ଦ୍ୱିତୀୟ ଧାରାର ଅନ୍ତର୍ଗତ। ପଞ୍ଚତନ୍ତ୍ର ଭଳି କଥା ସରିତ ସାଗରର ପ୍ରଭାବ ଖାଲି ଭାରତର ସମସ୍ତ ଭାଷା ଉପରେ ନୁହେଁ, ପୃଥିବୀର ଲୋକସାହିତ୍ୟ ଉପରେ ମଧ୍ୟ ଅପରିସୀମ। ଅଥଚ ଏହି କଥା ସରିତ ସାଗର ଏକ ଅନୁବାଦ। ଅନୁବାଦକ ନମସ୍ୟ ସୋମଦେବଙ୍କୁ ହିଁ ଆମେ ଗ୍ରନ୍ଥର ଲେଖକ ଜ୍ଞାନ କରିଥାଉ। ଅସଲ ଲେଖକଙ୍କ କଥା କ୍ୱଚିତ୍ କେହି କେବେ ମନେ ପକାଇଥାନ୍ତି। ସେ ବିସ୍ମୃତ ପ୍ରାୟ ଲେଖକ ହେଲେ ଗୁଣାଢ଼୍ୟ। ପ୍ରତିଷ୍ଠାନ ନଗରୀରେ ସାତବାହନ ରାଜବଂଶର ରାଜସଭାର ସଦସ୍ୟ ଗୁଣାଢ଼୍ୟ ସାରା ଦେଶ ଭ୍ରମଣ କରି ଅସଂଖ୍ୟ କାହାଣୀ ସଂଗ୍ରହାନ୍ତେ ଯେତେବେଳେ ପୃଷ୍ଠପୋଷକ ରାଜାଙ୍କ ପାଖକୁ ଲେଉଟି ଆସିଲେ, ସେତେବେଳେ ତାଙ୍କ ବିଶାଳ ସଂକଳନ ପ୍ରତି ରାଜା ବିଶେଷ ମନୋଯୋଗ ଦେଲେ ନାହିଁ। ପ୍ରଚଣ୍ଡ ଅଭିମାନୀ ଗୁଣାଢ଼୍ୟ ପାର୍ଶ୍ୱବର୍ତ୍ତୀ ଏକ ଛୋଟ ପାହାଡ଼ ଉପରେ ଅଗ୍ନିକୁଣ୍ଡ ପ୍ରସ୍ତୁତ କରି ଥାକ ଥାକ ପାଣ୍ଡୁଲିପି ତହିଁରେ ବିସର୍ଜନ ଦେବାକୁ ଲାଗିଲେ। ସେତେବେଳେ ତାଙ୍କ ବିଶାଳ ସଂକଳନ ପ୍ରତି ରାଜା, ହୁଏତ ପୂର୍ବ ରାଜାଙ୍କ ନବୀନ ଉତ୍ତରାଧିକାରୀ, ବିଶେଷ ମନୋଯୋଗ ଦେଲେ ନାହିଁ। ପ୍ରଚଣ୍ଡ ଅଭିମାନୀ ଗୁଣାଢ଼୍ୟ ପାର୍ଶ୍ୱବର୍ତ୍ତୀ ଏକ ଛୋଟ ପାହାଡ଼ ଉପରେ ଅଗ୍ନିକୁଣ୍ଡ ପ୍ରସ୍ତୁତ କରି ଥାକ ଥାକ ପାଣ୍ଡୁଲିପି ତହିଁରେ ବିସର୍ଜନ ଦେବାକୁ ଲାଗିଲେ। ପକ୍ଷୀମାନେ ଆର୍ତ୍ତନାଦ କରି ସେ ଅଗ୍ନିଶିଖା ଉପରେ ଚକ୍ରାକାରେ ଉଡ଼ି ନିଜ ନିଜ ପକ୍ଷ ଚାଳନା କରି ତାକୁ ନିର୍ବାପିତ କରିବାକୁ ପ୍ରୟାସ କଲେ। ଚତୁର୍ଦ୍ଦିଗର ଗଛମାନେ ନଇଁ ପଡ଼ି ନିଜ ନିଜ ଡାଳ ବିଞ୍ଚି ଏକ ହିଁ ପ୍ରୟାସ କରୁଥାନ୍ତି। ଇତିମଧ୍ୟରେ କେହି ଜଣେ ଯାଇ ରାଜାଙ୍କୁ ଗୁଣାଢ଼୍ୟଙ୍କ ଏ କାଣ୍ଡ ସମ୍ପର୍କରେ ସଚେତ କରିଦିଅନ୍ତେ, ସେ ଦୌଡ଼ି ଯାଇ ଲେଖକ ମହୋଦୟଙ୍କୁ ସେଥିରୁ ନିବୃତ୍ତ କଲେ।
ସେତେବେଳକୁ କିନ୍ତୁ ସଂକଳନର 6 ଭାଗରୁ 5 ଭାଗ ପାଉଁଶରେ ପରିଣତ ହୋଇସାରିଥିଲା। ଏକ ବିଶେଷ କାରଣରୁ ଗୁଣାଢ଼ିଅ ଲେଖିଥିଲେ ଯେଉଁ ଭାଷାରେ, ତାହା ଏକ ମାମୁଲି ଭାଷା, ସଂସ୍କୃତ ବା ପ୍ରାକୃତ ନୁହେଁ। ସେ ଭାଷାକୁ ପିଚାସ ଭାଷା ବୋଲି ଆଖ୍ୟା ଦିଆଯାଉଥାଏ। ଦହନରୁ ବର୍ତ୍ତିଥିବା କାହାଣୀମାଳା ବୃହତ୍ କଥା ନାମରେ ବିପୁଳ ଜନପ୍ରିୟତା ଲାଭ କରିଥାଏ। ସୁବନ୍ଧୁ, ବାଣ ପ୍ରମୁଖ ପ୍ରାଚୀନ ଲେଖକମାନେ ବୃହତ୍ କଥାର ଉଲ୍ଲେଖ କରିଛନ୍ତି। ସୋମଦେବଙ୍କ ସମସାମୟିକ କ୍ଷେମେନ୍ଦ୍ର ମଧ୍ୟ ବୃହତ୍ କଥାର ଏକ ସଂକ୍ଷିପ୍ତ ସଂସ୍କୃତ ଅନୁବାଦ କରିଥିଲେ। ତେବେ ସୋମଦେବଙ୍କ ସମ୍ପୂର୍ଣ୍ଣ ଅନୁବାଦ ହିଁ କାଳଜୟୀ ହୋଇଛି। ଭାରତର କଥା ସାହିତ୍ୟ ଉପରେ ସୋମଦେବଙ୍କ କଥା ସରିତ୍ ସାଗରର ପ୍ରଭାବ ଏଡ଼େ ବ୍ୟାପକ ଯେ ତାର ବିବରଣୀ ପରିଣତ ହେବ ଏକ ବୃହତ୍ ଗ୍ରନ୍ଥରେ। ଭାରତୀୟ ସାହିତ୍ୟର ପରିପ୍ରେକ୍ଷୀରେ ଅନୁବାଦର ଇତିହାସ ଉପରେ ଅଧିକ ନ କହି ଅନୁବାଦ କାର୍ଯ୍ୟଟିର ମର୍ମରେ ରହିଛି ଯେଉଁ ସତ୍ୟ, ଯେଉଁ ଦର୍ଶନ, ତାହାରି ଉପରେ ଦୃଷ୍ଟିପାତ କରାଯାଉ। ଗୋଟାଏ ଦେଶର ଗୋଟାଏ ଭାଷାର ସାହିତ୍ୟକୁ ଯେ ଅନ୍ୟ କୌଣସି ଦେଶ ବା ଭାଷାଭାଷୀ ପାଠକ ବୁଝିପାରେ, ଉପଭୋଗ କରିପାରେ, ତାର ହେତୁ ମଣିଷର ଭାବାବେଗ, ସୁଖ ଦୁଃଖ, ଆଦର୍ଶ ଅନାଦର୍ଶର ଅନୁଭୂତି ଦେଶ ଓ ଜାତି ନିର୍ବିଶେଷରେ ଏକ। ଏ ଲେଖକ ନବମ ଶ୍ରେଣୀର ଛାତ୍ର ଥିବାବେଳେ ତାର ଜଣେ ସହପାଠୀ ତାଠୁଁ ହାରିଏଟ୍ ବିଚାର ଷ୍ଟୋଙ୍କ ଅଙ୍କଲ ଟମ୍ସ କେବିନ୍ର ଶ୍ରୀ ଉଦୟନାଥ ଷଡ଼ଙ୍ଗୀକୃତ ଅନୁବାଦ ଟମ୍ କକାଙ୍କ କୁଟୀର ଖଣ୍ଡିକ ନେଇଯାଇଥାଏ। ସହପାଠୀର ମା ବହିଟି ପଢ଼ୁ ପଢ଼ୁ ପ୍ରାୟ କାନ୍ଦି ପକାଇଲେ। ସହପାଠୀ କହିଲା, ବୋଉ, ସେଇଟା ଗୋଟା ସୁଦୂର ଆମେରିକାର କାହାଣୀ। ବାପା, ମୁଁ ତ ଟମ୍ କକାକୁ ମୋ ନିଜ ଅଜାଙ୍କ ସହ ଏକ କରି ଦେଖୁଥିଲି। ଅଶ୍ରୁ ସମ୍ବରଣ କରି ଉତ୍ତର ଦେଇଥିଲେ ମା। ଯେତେବେଳେ କାଳିଦାସଙ୍କ ଅଭିଜ୍ଞାନ ଶକୁନ୍ତଳମ୍ ର ଜର୍ମାନ ଅନୁବାଦ ମଞ୍ଚସ୍ଥ ହେଲା, ସେତେବେଳେ ସେ ଦେଶର ବିଦଗ୍ଧ ଦର୍ଶକ ମଣ୍ଡଳୀକୁ ଚମତ୍କୃତ କରିଥିଲା ଭାଗ୍ୟଚକ୍ରର ଯେଉଁ ଲୀଳା ସେ ନାଟକରେ ଜୀବନ୍ତ। ବିଦେଶୀ ସାହିତ୍ୟର ଏହିଭଳି ଆଦର ବିଶ୍ୱଚେତନାର ଏକକତ୍ୱର ପରିଚୟ। କହିବା ବାହୁଲ୍ୟ, ଏକ ସାହିତ୍ୟ କୃତିର ଅନୁବାଦ ମୂଳ ରଚନାର ବିଶ୍ୱସ୍ତ ଭାଷାନ୍ତର ହେବା ଆବଶ୍ୟକ। ସେ ଦିଗରେ ବ୍ୟତିକ୍ରମ କରିବାର ଅଧିକାର କାହାରି ନାହିଁ, ମୂଳ ଲେଖକ ବ୍ୟତୀତ। ସେ ନିଜେ ଯଦି ଅନୁବାଦ କରୁଥିବ, ତେବେ ପୁନଃବିନ୍ୟାସ ପାଇଁ ତାର ପ୍ରେରଣା ମୂଳ ରସ ସହିତ ଏକ ହେବ। ଅନ୍ୟ ଜଣେ ଅନୁବାଦକର ପ୍ରେରଣା ସେଭଳି ହେବା ସହଜ ନୁହେଁ, ଅସମ୍ଭବ ନହେଲେ ମଧ୍ୟ। ବିଖ୍ୟାତ ଆର୍ଜେଣ୍ଟିନା ଲେଖକ ଲୁଇ ବୋର୍ଜେସ୍ ଖଣ୍ଡିଏ ଅନୁବାଦିତ ବହିର ସମୀକ୍ଷା କରିବାକୁ ଯାଇ ଥଟ୍ଟା କରି ଲେଖିଥିଲେ, ମୂଳ ବହି ଅନୁବାଦ ପ୍ରତି ବିଶ୍ୱସ୍ତ ନୁହେଁ। ଦି ଓରିଜିନାଲ୍ସ ଇଜ୍ ଅନଫେଥଫୁଲ୍ ଟୁ ଦ ଟ୍ରାନ୍ସଲେସନ୍। ଅନୁବାଦକ ଆଗରେ ଦେଖାଦିଏ ଦୁଇଟି ପ୍ରଚଣ୍ଡ ପ୍ରତିବନ୍ଧକ। ପ୍ରଥମଟି ଧ୍ୱନି। ଧ୍ୱନିର ଏକ ମନ୍ତ୍ରପ୍ରାୟ ପ୍ରଭାବ ରହିଛି। ଓଙ୍କୁ ଯେପରି ଅନୁବାଦ କରାଯାଇପାରେ ନା, ପ୍ରକୃତ ମନ୍ତ୍ରର ଅନୁବାଦ ଯେପରି ବିଡ଼ମ୍ବନା, ସେହିପରି ପ୍ରତିଭା ନିଃସୃତ ସାହିତ୍ୟରେ ଯେଉଁ ଧ୍ୱନି ଯାଦୁ ଥାଏ, ତାକୁ ଅନ୍ୟ ଭାଷାକୁ ରପ୍ତାନି କରିବା ଅସମ୍ଭବ, ବିଶେଷତଃ କାବ୍ୟ କବିତା କ୍ଷେତ୍ରରେ। ଦ୍ୱିତୀୟ ପ୍ରତିବନ୍ଧକ ହେଲା ଶବ୍ଦର ଐତିହ୍ୟ। ଗୋଟିଏ ଶବ୍ଦ ବା ଅଭିବ୍ୟକ୍ତି ସହିତ ଓତଃପ୍ରୋତ ଜଡ଼ିତ ଯେଉଁ ସବୁ ଧାରଣା ଓ ସଂସ୍କାର। ପାଷାଣ ଭାରତୀୟମାନଙ୍କ ପାଇଁ ଖାଲି ପଥର ନୁହେଁ। ପାଷାଣରେ ଅପୂର୍ବ ପ୍ରତିମାମାନ ନିର୍ମିତ ହୁଏ। ସେମାନଙ୍କ ଭିତରେ ଦେବସତ୍ତା ଅନୁଭୂତ ହୁଏ। ଷ୍ଟୋନ୍ ସହିତ ସେଭଳି ଧାରଣା ସମାହାର ନାହିଁ। ସେଥିପାଇଁ ରବୀନ୍ଦ୍ରନାଥଙ୍କ କ୍ଷୁଧିତ ପାଷାଣ ଗଳ୍ପର ଇଂରାଜୀ ହଙ୍ଗ୍ରି ଷ୍ଟୋନ୍ସ ତାର ମୂଳ ଶିରୋନାମା ଭଳି ଆବେଗର ଉଦ୍ରେକ କରିବାକୁ ଅକ୍ଷମ। ସରସ୍ୱତୀ ଚେତନା ବାକ୍ର ଆଶିଷ ବିନା ଏ ପ୍ରତିବନ୍ଧକ ଏଡ଼ାଇବା, ଅର୍ଥାତ୍ ମୂଳର ଅନୁରୂପ ବିକଳ୍ପ ଅଭିବ୍ୟକ୍ତି ପାଇବାର ଉପାୟ ନାହିଁ। ପ୍ରତି ଭାଷାର ସାହିତ୍ୟ ଜୀବନ୍ତ ଶକ୍ତି, ଏକ ବିଭୂତି। ଉଭୟ ଭାଷାର ମର୍ମ ସହ ଏକାତ୍ମ ହେଲେ ଯାଇ ଯଥାର୍ଥ ଅନୁବାଦ ସମ୍ଭବ। ଶ୍ରୀ ଅରବିନ୍ଦ ତାଙ୍କ ଭାରତ ପ୍ରତ୍ୟାବର୍ତ୍ତନର ପରବର୍ତ୍ତୀ କେତେ ବର୍ଷ ଭିତରେ
ଅନେକ ସଂସ୍କୃତ ସାହିତ୍ୟ ଇଂରାଜୀରେ ଅନୁବାଦ କରିଥିଲେ। ଶବ୍ଦର ଐତିହ୍ୟଗତ ବାଧା ସେ କିପରି ଅତିକ୍ରମ କରିଛନ୍ତି ସେତିକିବେଳେ ଏକ ପ୍ରବନ୍ଧରେ ସେ ନିଜେ ତାର ଦୃଷ୍ଟାନ୍ତ ପରିବେଷଣ କରିଛନ୍ତି। ଉତ୍ତର ଦିଗରୁ ଗତିଶୀଳ ଏକ କୃଷ୍ଣ ମେଘର ବର୍ଣ୍ଣନା କାଳିଦାସ ଦେଉଛନ୍ତି ଏହିପରି। ଶ୍ୟାମଃ ପାଦଃ ବାଲି ନିୟମନା ବିଦ୍ୟୁତା ସେବ ବିଷ୍ଣୁ। ବିଷ୍ଣୁ ଯେପରି ଅକସ୍ମାତ୍ ତାଙ୍କ ତୃତୀୟ ପାଦ ପ୍ରକାଶ କରି ବାଳିକୁ ପାତାଳପୁରୀ ପ୍ରେରଣ କରିଥିଲେ, ମେଘଖଣ୍ଡିକର ରୂପ ସେହିପରି। ପାଶ୍ଚାତ୍ୟ ପାଠକମାନେ ଏ ଚିତ୍ରକଳ୍ପରୁ କ'ଣ ବୁଝିବେ? ବିଷ୍ଣୁ ସେମାନଙ୍କ ପାଇଁ ଏକ ହିନ୍ଦୁ ବିଗ୍ରହ। ତାଙ୍କର ବାମନ ଅବତାର ସମ୍ପର୍କରେ, ବାଳିଦମନ ସମ୍ପର୍କରେ ସେମାନଙ୍କର କୌଣସି ଧାରଣା ନାହିଁ। ସୁତରାଂ ସେମାନଙ୍କୁ କାଳିଦାସ ଉଦ୍ଦିଷ୍ଟ ଭାବର ସବୁଠୁ ନିକଟକୁ ଆଣିବା ପାଇଁ ଶ୍ରୀ ଅରବିନ୍ଦ ବାକ୍ୟଟିର ଇଂରାଜୀ ରୂପ ପ୍ରସ୍ତୁତ କରିଥିଲେ ଏହି ମନ୍ତେ: Dark like the cloudy foot of highest God, who when starting from the drought-shape world immense, with Titan quelling step through heaven he strode. ଶ୍ରୀ ଅରବିନ୍ଦଙ୍କ ଅନ୍ ଟ୍ରାନ୍ସଲେଟିଂ କାଳିଦାସ ନାମକ ପ୍ରବନ୍ଧରେ ଏହି ଧାରାର ଅନୁବାଦ ଶୈଳୀର ତାତ୍ପର୍ଯ୍ୟ ବିଶଦ ଭାବରେ ବୁଝାଇଛନ୍ତି। ପ୍ରବନ୍ଧଟି ଅନୁବାଦକମାନଙ୍କର ଅବଶ୍ୟ ପାଠ୍ୟ। ସ୍ଥୂଳ ବା ବସ୍ତୁ ଜଗତ ଏବଂ ଚେତନା ଭିତରେ ସଂଯୋଗ ସୂତ୍ର ହେଲା ବାକ୍। ଶବ୍ଦଶକ୍ତି ଏକ ଚମତ୍କାର ବା ମିରାକିଲ୍। ପ୍ରତି ଶବ୍ଦ ଏକ ମାନ୍ତ୍ରିକ ଉଚ୍ଚାରଣୀ। ସୂକ୍ଷ୍ମ ଦୃଷ୍ଟିରୁ ଆପଣ ସମୁଦ୍ର ବା ଆକାଶ କହିବା ମାତ୍ରେ ଯଦି ମୋ ମାନସରେ ଉତ୍ତାଳ ନୀଳ ଲହରୀମାଳା ବା ଅନନ୍ତ ବିସ୍ତୃତିର ଧାରଣା ସମେତ ଛବି ଫୁଟି ଉଠେ, ତେବେ ତାହା କ'ଣ ଏକ ମହତି ବିସ୍ମୟ ନୁହେଁ? ଉଭୟ ସ୍ଥୂଳ ଓ ସୂକ୍ଷ୍ମ ଅର୍ଥରେ କିପରି ବାକ୍ ଆମର ଦିଗ୍ଦର୍ଶନ, ତାର ଇଙ୍ଗିତ ରହିଛି ଜନକ ଯାଜ୍ଞବଲ୍କ ସଂଳାପରେ। ଜନକ ମଣିଷକୁ ଆଲୋକ ଦେଖାଏ କ'ଣ? ଯାଜ୍ଞବଲ୍କ୍ୟ ସୂର୍ଯ୍ୟ ହିଁ ଆଲୋକ। ତାହାରି ଦ୍ୱିତୀରେ ମଣିଷ ଦେଖେ, କର୍ମରତ ରହେ ଓ ଗୃହକୁ ପ୍ରତ୍ୟାବର୍ତ୍ତନ କରେ। ଜନକ ଠିକ୍, କିନ୍ତୁ ଯେତେବେଳେ ସୂର୍ଯ୍ୟ ଅସ୍ତ ସେତେବେଳେ? ଯାଜ୍ଞବଲ୍କ୍ୟ ଚନ୍ଦ୍ର ହିଁ ସେତେବେଳେ ମଣିଷ ପାଇଁ ଆଲୋକ। ଜନକ ଠିକ୍, କିନ୍ତୁ ହେ ଋଷି, ଯେତେବେଳେ ସୂର୍ଯ୍ୟ ଅସ୍ତମିତ, ଚନ୍ଦ୍ର ଅନୁପସ୍ଥିତ ସେତେବେଳେ? ଯାଜ୍ଞବଲ୍କ୍ୟ ଅଗ୍ନି ହିଁ ଆଲୋକ। ତାହାରି ସାହାଯ୍ୟରେ ମଣିଷ ଦେଖେ, କର୍ମସ୍ଥଳୀକୁ ଯାଏ ଓ ଗୃହ ପ୍ରତ୍ୟାବର୍ତ୍ତନ କରେ। ଜନକ ଠିକ୍, କିନ୍ତୁ ଯେତେବେଳେ ସୂର୍ଯ୍ୟ ନାହିଁ, ଚନ୍ଦ୍ର ନାହିଁ, ଅଗ୍ନି ମଧ୍ୟ ନିର୍ବାପିତ ସେତେବେଳେ? ଯାଜ୍ଞବଲ୍କ୍ୟ ସେତେବେଳେ ବାକ୍ ହିଁ ଆଲୋକ। ମଣିଷ କିଛି ଦେଖିପାରୁନଥିଲେ ମଧ୍ୟ ଶବ୍ଦ ଶ୍ରବଣ କରି ପଥର ସନ୍ଧାନ ପାଇପାରେ। ଜନକ ଠିକ୍, କିନ୍ତୁ ଯେତେବେଳେ ସୂର୍ଯ୍ୟ ଅସ୍ତମିତ, ଚନ୍ଦ୍ର ଅନୁପସ୍ଥିତ, ଅଗ୍ନି ନିର୍ବାପିତ ଏବଂ ବାକ୍ ନୀରବ ସେତେବେଳେ? ଯାଜ୍ଞବଲ୍କ୍ୟ ଆତ୍ମା ହିଁ ସେତେବେଳେ ଆଲୋକ ରାଜା। ସ୍ଥୂଳରୁ ସୂକ୍ଷ୍ମକୁ ଦିଗ୍ଦର୍ଶନ ଦେବାର ଏ ଅନନ୍ୟ ସଂଳାପରେ ଆତ୍ମାର ଠିକ୍ ପୂର୍ବରୁ ହିଁ ବାକ୍ର ସ୍ଥାନ। ବାକ୍ ସହିତ ଅନ୍ତରଙ୍ଗତା ହିଁ ଭାଷାର ସତ୍ୟ ଆୟତ୍ତ କରିବାର ସର୍ବୋଚ୍ଚତମ ଉପାୟ। କିମ୍ବଦନ୍ତୀ କହେ, ଏକଦା ହଜାର ହଜାର ବର୍ଷ ତଳେ ବାବିଲୋନିଆର ନାଗରିକମାନେ ସ୍ୱର୍ଗରେ ମୁଣ୍ଡି ମାରିଲା ଭଳି ସୁଉଚ୍ଚ ଏକ ଇମାରତ ନିର୍ମାଣରେ ବ୍ୟାପୃତ ଥିଲେ। ପରସ୍ପର ସହଯୋଗ ଓ ସମ୍ମତିରେ କାର୍ଯ୍ୟ ଅଗ୍ରସର ହେଉଥିଲା। ମେଘମାଳା ଭେଦି ଇମାରତ ଉଚ୍ଚରୁ ଉଚ୍ଚତର ହେଉଛି। ହଠାତ୍ କିନ୍ତୁ ଦିନେ ସକାଳେ କର୍ମୀମାନେ ନିଦରୁ ଉଠି ଦେଖିଲେ କେହି କାହାରି କଥା ବୁଝିପାରୁନାହାନ୍ତି। ହୁଏତ ଦୁଇ ଜଣ ଗୋଟାଏ କଥା ଅର୍ଥାତ୍ ଗୋଟାଏ ଭାବନା ହିଁ ଅଭିବ୍ୟକ୍ତି କରିବାକୁ ଚାହୁଁଛନ୍ତି, କିନ୍ତୁ ପ୍ରଥମର କଥା ଦ୍ୱିତୀୟ ବୁଝୁନାହିଁ କି ଦ୍ୱିତୀୟର କଥା ପ୍ରଥମ ବୁଝୁନାହିଁ। ରହସ୍ୟ ହେଲା, ପୂର୍ବ ରାତିରେ ଦେବତାମାନେ ସେମାନଙ୍କ ସାମୂହିକ ଭାଷାଟି ସେମାନଙ୍କ ସ୍ମୃତିରୁ ବିଲୋପ କରି ପ୍ରତ୍ୟେକକୁ ଗୋଟାଏ ଗୋଟାଏ ଭିନ୍ନ ଭାଷା ଦାନ କରିଥିଲେ। ସେ କଥା ନ ବୁଝି
ସେମାନେ ଅଧିକରୁ ଅଧିକ ଚିତ୍କାର କରି ଲାଗିଲେ। କଣ୍ଠ ହେଲା ଅବସନ୍ନ, ହୃଦୟ ଓ ମନ ବିରକ୍ତ। କାମ ଛାଡ଼ି ସେମାନେ ଇତସ୍ତତଃ ଚାଲିଗଲେ। ସ୍ୱର୍ଗକୁ ଇମାରତ ଅସମ୍ପୂର୍ଣ୍ଣ ରହିଲା ଓ କ୍ରମେ ଭୁଷୁଡ଼ି ପଡ଼ିଲା। ସେହି ଦେବତା ଓ ଉପଦେବତାମାନଙ୍କ ଦୁଷ୍ଟାମିର ପ୍ରତିକାର କରୁଛନ୍ତି ଓ କରୁଥିବେ ଅନୁବାଦକମାନେ। ଭାଷାର ବିଭିନ୍ନତା ସତ୍ତ୍ୱେ ଯେଉଁ ସାମୂହିକ ଭାବରାଜ୍ୟରେ ଆମେ ସମସ୍ତେ ଏକ, ତାହାରି ଅଭ୍ୟନ୍ତରକୁ ଆମ ପାଇଁ ପ୍ରବେଶପତ୍ର ଦେଇଛନ୍ତି ଅନୁବାଦକ ବନ୍ଧୁବର୍ଗ। ସ୍ୱାଧୀନତା ପରେ ଭାରତର ସାହିତ୍ୟ କ୍ଷେତ୍ରରେ ଯେତେ ଗଠନମୂଳକ କାର୍ଯ୍ୟକ୍ରମ ଅନୁସୃତ ହୋଇଛି, ସେସବୁ ଭିତରେ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ହେଲା ଅନୁବାଦକୁ ସ୍ୱୀକୃତି ଦେବାର ଏହି ଜାତୀୟ ଯୋଜନା। ପୁରସ୍କାର ପ୍ରାପ୍ତମାନଙ୍କୁ ଅଭିନନ୍ଦନ।